ময়ূরভঞ্জ জেলা যশীপুর থানা অন্তর্গত ঢোলাবণী গ্রাম পঞ্চায়েত ও পোড়াঘর গ্রাম পঞ্চায়েତରେ ଚୋରା ଗଞ୍ଜେଇ ଚାଷ ହେଉଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଡିପିଓ କରଞ୍ଜିଆ ଓ ଆଇଆଇସି ଯଶୀପୁର ଫରେଷ୍ଟ ବିଭାଗ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରିଥିଲେ ଏବଂ ଅବୈଧ ଚାଷକୁ ତହସିଲଦାରଙ୍କ ଉପସ୍ଥିତିରେ ନିଆଁ ଲଗାଇ ଦେଇଥିଲେ। ଆନୁମାନିକ 13,000 ଗଛ ଚାଷ କରାଯାଇଥିଲା। ଏହି ଚାଷ ସମୁଦାୟ 28 ଡିସମିଲ ଜାଗର କରାଯାଇଥିବାର ଦେଖିବାକୁ ମିଳିଥିଲା, ଯାହାର ବଜାର ମୂଲ୍ୟ ଏବେ 26 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଏହି ବାବଦରେ ଯଶୀପୁର ଥାନାରେ କେସ୍ ନମ୍ବର 53 ଏବଂ 54 18 ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ବାରିପଦାରୁ ଦେବସ୍ମିତ ଚୌଧୁରୀଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।